କହୁଛନ୍ତି ସାଙ୍ଗମାନେ ଏତେ ଗରମରେ କୁଆଡେ ବୁଲିବାକୁ ଯିବେ? ବୁଲିବାକୁ ତ ଇଚ୍ଛା ହେଲେ ୱାଟର ପାର୍କ। ନାଇଁ ନାଇଁ, ଏତେ ଗରମରେ ତ ଘରୁ ବାହାରିବାକୁ ଇଚ୍ଛା ହୁଏନି। ଖାଲି ୱାଟର ପାର୍କରେ କଣ ଯାଇ କରିବା ଯେ? ଖାଲି ୱାଟର ପାର୍କ ତ ମଜା ଆସିବନି ନାଇଁ ସାଙ୍ଗମାନେ। ୱାଟର ପାର୍କ ସହିତ କିଛି ଆଡଭେଞ୍ଚର ଆକ୍ଟିଭିଟି ଥିଲେ ମଜା ଆସିଯାଇଥାନ୍ତା। ଚାଲନ୍ତୁ ସେମିତି ଗୋଟେ ଜାଗାକୁ ନେଇ ଆପଣ ମାନଙ୍କୁ ମୁଁ ଆଜି ବୁଲିଯିବି। ହ୍ୟାଲୋ ହ୍ୟାଲୋ, ଏଇଟା କଣଟା ଯେ ଆକାଶରୁ ଡିଆଁ ମାରୁଛି? ଆରେ ନାଇଁ ସାଙ୍ଗମାନେ, ଏଇଟା ଗୋଟେ ତା ଭିତରେ ଆକ୍ଟିଭିଟି ଅଛି ଯୋଉଠି ଆପଣମାନଙ୍କୁ ବହୁତ ମଜା ଆସିଯିବ। ଚାଲନ୍ତୁ ଏଇଭଳି ନୂଆ ନୂଆ ଆକ୍ଟିଭିଟିରେ ବହୁତ ମଜା ଆସିବ, ଆପଣମାନଙ୍କ ପିଲାମାନଙ୍କୁ ବି ବହୁତ ମଜା ଆସିଯିବ। ଚାଲନ୍ତୁ ଭିଡ଼ିଓଟାକୁ ସ୍କିପ୍ ନ କରିକି ପ୍ଲିଜ୍ ଏଣ୍ଡ ପର୍ଯ୍ୟନ୍ତ ଭିଡ଼ିଓ ଦେଖନ୍ତୁ। ନମସ୍କାର, ଜୟ ଜଗନ୍ନାଥ ସାଙ୍ଗମାନେ, କେମିତି ଅଛନ୍ତି ଆପଣମାନେ? ମୁଁ ଆଜି ଆପଣମାନଙ୍କୁ ଗୋଟେ ନୂଆ ମଜାଦାର ଭିଡ଼ିଓରେ ଆପଣମାନଙ୍କୁ ସ୍ୱାଗତ କରୁଛି। ଯେଉଁମାନେ ଦିଲ୍ଲୀରେ ଅଛନ୍ତି ପ୍ଲିଜ୍ ଏଠାକୁ ନିଶ୍ଚିନ୍ତ ଆସନ୍ତୁ, ଆଡଭେଞ୍ଚର ଆଇଲ୍ୟାଣ୍ଡ ରୋହିଣୀକୁ। ଏଠି ଆପଣମାନେ ନିଜେ ଖୁସି ହେବା ସହିତ ନିଜ ପିଲାମାନଙ୍କୁ ବହୁତ ଖୁସି କରିପାରିବେ। ବାକି ରହିଲା ଏଠାକୁ କେମିତି ଆସିବେ, କେତେ ଟଙ୍କା ଚାର୍ଜେସ୍, ପାର୍କିଂ ଚାର୍ଜେସ୍ କେମିତି ଅଛି, ମୁଁ ଆପଣମାନଙ୍କୁ ସବୁ ଡିଟେଲ୍ ଜଣାଇବି। ପ୍ଲିଜ୍ ଭିଡ଼ିଓଟାକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ଆଉ ଯେଉଁମାନେ ଚ୍ୟାନେଲରେ ନୂଆ ଅଛନ୍ତି ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ତାପରେ ଦେଖିବା ଏଠାରେ ପାର୍କିଂ ଚାର୍ଜେସ୍ କେମିତି କ'ଣ ଅଛି। କାରରେ ହେଉଛୁ 50 ଆଉ ବାଇକ୍ରେ 30 ଅଛି। ଆମର ତ ବାଇକ୍ ଥିଲା, ବାଇକ୍ରେ 30 ଦେଇଛୁ। ସାଙ୍ଗମାନେ ଆପଣମାନେ ଆସିବେ କେମିତି ଏଠାକୁ? ଯେଉଁମାନେ କାର କିମ୍ବା ବାଇକରେ ନ ଆସୁଛନ୍ତି ସେମାନଙ୍କ ପାଇଁ ବହୁତ ସୁବିଧା ଅଛି, କାରଣ ଏଠାକାର ପାଖର ମେଟ୍ରୋ ଷ୍ଟେସନଟି ହେଉଛି ରିଠାଲା। ସେଇଠାରୁ ଆପଣମାନେ ଅଟୋ କିମ୍ବା ଇ ରିକ୍ସାରେ ଆସିପାରିବେ। ଚାଲନ୍ତୁ ଭିତରେ ଦେଖିବା କେମିତି କ'ଣ ଅଛି। ଭିତରେ ବସୁ ବସୁ ଆମକୁ ନଜର ଆସିଲା ଉଡ୍ଲ୍ୟାଣ୍ଡର ସପିଂ ମଲ୍, ଯୋଉଟା ବାହାରୁ ବହୁତ ସୁନ୍ଦର ଦେଖାଯାଉଥିଲା। ସାଇଡରେ ଦେଖିଲା ବେଳୁ ସୁଜ୍ ଆଉ ସ୍ୟାଣ୍ଡେଲ ବହୁତ ପ୍ରକାରର ଅଛି, ଚାହିଁଲେ ସପିଂ ମଧ୍ୟ କରିପାରିବେ। ଦେଖନ୍ତୁ ଖରାରୁ ବଞ୍ଚିବା ପାଇଁ କେପ୍ ସନଗ୍ଲାସ୍ ନେବାକୁ ବିଲକୁଲ ନ ଭୁଲନ୍ତୁ। ଦେଖନ୍ତୁ ଚାଲନ୍ତୁ ଆମେ ଯିବୁ ଟିକେଟ କାଉଣ୍ଟର ପାଖକୁ, କାରଣ ଟିକେଟ ନହେଲେ ତ ଭିତରକୁ ପ୍ରବେଶ କରିହେବନି। ଦେନ୍ ଆମେ ଟିକେଟ କାଉଣ୍ଟର ପାଖରେ ଲଗଭଗ 5-10 ମିନିଟ୍ ୱେଟ୍ କରିଥିଲୁ, କାରଣ ଟିକେଟ କାଉଣ୍ଟର ଖୋଲା ହୋଇନଥିଲା। ଟିକିଏ ପରେ ଖୋଲା ହେବ। ଚାଲନ୍ତୁ ଟିକେଟର ପ୍ରାଇସ୍ କହିବେ। ୱିକେଣ୍ଡରେ ଆପଣ ଆସିଲେ 700 ଟଙ୍କା, ଏମିତି ନର୍ମାଲ ଡେରେ ଆସିଲେ ଆପଣମାନଙ୍କୁ 600 ଟଙ୍କା ପେମେଣ୍ଟ କରିବାକୁ ପଡ଼ିବ। 700 ଟଙ୍କା ଭିତରେ ଆପଣଙ୍କୁ 19 ପ୍ରକାରର ଆଡଭେଞ୍ଚର ଆକ୍ଟିଭିଟି କରିବାକୁ ପଡ଼ିବ। ତା ସହିତ 100 ଟଙ୍କା ଏକ୍ସଟ୍ରା ଦେଲେ ଏକ୍ୱା ମତଲବ ପାଣିର ସୁଇମିଂ ପୁଲ୍ ଭଳିଆ ଅଛି, ସେଇଠାରେ ଆପଣମାନଙ୍କୁ 100 ଟଙ୍କା ଏକ୍ସଟ୍ରା ଦେଇକି ଆପଣମାନେ ସେଇଟାକୁ ଏନ୍ଜୟ କରିପାରିବେ। ଆମେ 3 ଜଣ ଥିଲୁ, 3ଟା ଟିକେଟ କାଟିଛୁ। ଦେଖନ୍ତୁ ଟିକେଟ କାଟି ଭିତରକୁ ଆସୁ ଆସୁ ଆମମାନଙ୍କୁ ନଜର ପଡ଼ିଲା ଏଥିରେ ସ୍ନୋ ସିଟି ମଧ୍ୟ ଅଛି। କିନ୍ତୁ ଆମକୁ ତ ୱାଟର ପାର୍କ ଯିବାର ଥିଲା, ସେଥିପାଇଁ ଆମେ ସ୍ନୋ ସିଟିକି ଯିବୁନି। ମାନେ ସ୍ନୋ ସିଟିକି ଯିବାକୁ ଇଚ୍ଛା କରୁଛନ୍ତି ବା ଇଚ୍ଛୁକ ଅଛନ୍ତି ସେମାନେ ମଧ୍ୟ ଯାଇପାରିବେ। ମଣ୍ଡେ ଟୁ ଫ୍ରାଇଡେ ଥିଲା 500 ଟଙ୍କା, ୱିଦାଉଟ୍ ହଲିଡେ ସାଟରଡେ ସଣ୍ଡେ 600 ଟଙ୍କା। ସାଙ୍ଗମାନେ ଏବେ ଆମେ ଟିକେଟ କାଟିକି ଭିତରକୁ ଆସିଛୁ। ଆଉ ଭିତରେ ବହୁତ ଖରା ହେଇଛି, କିନ୍ତୁ ବହୁତ ମଜା ବି ଆସିଛି। ଭିତରେ ବହୁତ କିଛି ଖାଇବା ପାଇଁ ରେଷ୍ଟୁରାଣ୍ଟ, ଏଇଟା ବାର ବି ଅଛି, ଠିକ ଅଛି, କଫି ସପ୍ ସବୁ କିଛି ଅଛି ଭିତରେ। ବଟ୍ ଏବେ ଖୋଲା ହେଇନି, କିଛି ବନ୍ଦ ଅଛି। 11ଟା ପରେ ସବୁ କିଛି ଖୋଲା ହବ। ତ ୱେଟ୍ କରିବୁ। ଟିକେଟ ଏବେ ନେଇ ସାରିଛୁ। ଦେଖନ୍ତୁ ସେମାନେ ହେଇଛନ୍ତି। ଆଉ ଦେଖନ୍ତୁ ପଛରେ କେତେ ବଡ଼ ଲେକ୍ ଅଛି। ଦେଖନ୍ତୁ ପଛରେ କେତେ ବଡ଼ ଲେକ୍ ଟେ। ସମସ୍ତେ ଯାଉଛନ୍ତି, ଏବେ ସମସ୍ତଙ୍କର ଟିକେଟ କଟା ସରି ଯାଇଛି ଫାଇନାଲି। ଏପଟେ ଦେଖନ୍ତୁ ସବୁ ଫୁଡ୍ ଷ୍ଟଲ୍ ଲାଗିଛି। ଆଉ ଏପଟେ ହଉଛି ମୋବାଇଲ କଭର, ପାଣି ପମ୍ପ ନବା ପାଇଁ ସବୁ ଚାଲିଛି। ଏପଟେ ଦେଖନ୍ତୁ ଏପଟେ ବି ମଧ୍ୟ ଫୁଡ୍ ଷ୍ଟଲ୍, ମାନେ ସମସ୍ତେ ଛିଡା ହେଇଛନ୍ତି ଲାଇନରେ ଭିତରକୁ ଯିବା ପାଇଁ। ଏପର୍ଯ୍ୟନ୍ତ ଖୋଲା ହେଇନାହିଁ, ସେ ବନ୍ଦ ଅଛି। फाइनली सबर का फल मीठा होता है। देखंतु सांगमाने छिड़ा ହେଇକି ଖରାରେ ଏବେ ଆମେ ମାନେ ଭିତରକୁ ପ୍ରବେଶ କରିବୁ ହାତରେ ବେଣ୍ଡ ଲଗେଇକି। ବଟ୍ ଭିତରକୁ ପ୍ରବେଶ କରୁ କରୁ ଆପଣମାନଙ୍କର ପ୍ରଥମେ ବ୍ୟାଗ୍ ଚେକ୍ କରିବାକୁ ପଡ଼ିବ, କାରଣ ଏଠାରେ ବ୍ୟାଗ୍ ଚେକିଂ କରିବେ, କାରଣ ଏଠାରେ ବାହାରର ଖାଇବା ଏଲାଉ ନାହିଁ। ସେଇଥିପାଇଁ ବ୍ୟାଗ୍ ଚେକିଂ ହୁଏ। ଅନ୍ୟାନ୍ୟ ଏକ୍ସଟ୍ରା ଆଉ କିଛି ପାଇଁ ମଧ୍ୟ ବ୍ୟାଗ୍ ଚେକିଂ ହଉଛୁ।
फाइनाली बैग चेकिंग करके एबे आम भितर को प्रवेश करूँ। देखो एबे आम फाइनाली सब कुछ चेक करके आम भितर को जाऊँ। भितर को जाऊ जाऊ प्रथम आम को नजर आसला रेनवे उपर जोटा एरोप्लेन। मु तो स्वामी को कहली चलतु एटा एरोप्लेन आम बसिकी मजा करूँ एरोप्लेन उड़ी घर को पलि जाऊ। सी मत कहले पागल एटा एरोप्लेन माने एटा गोटे रेस्टोरेंटा। देन मु भाविली एरोप्लेन रे कौन रेस्टोरेंट देखिबा कौन अच्छी चलतु देखिया। प्रथम आपको वेलकम रे देखा जीवो दुईटा घोड़ा देखते कत सुंदर वेलकम कर। मत नजर आसला स्वामी मत कहले प्यारिस टावर। मु भाविली प्यारिस कौन आसला प्यारिस टावर ये देखा देखा मिल सत्य सांग मैंने यहाँ छोट प्यारिस बा नाई ना यहाँ प्यारिस टावर भाया बनई जो आप सेल्फी नहीं पारे फोटो खींची पारे बहुत मजा आसी। देखो पाखरे लेक अच्छी टावर पाखरे मुझे देखु केमती होचु। तापर देखो सांग मैंने प्रथम आपको देखा यहाँ सेल्फी पॉइंट जो आप मैंने सेल्फी नहीं पारे। ये पानी बाहर बट यहाँ टाइम है शायद पानी एवं स्टार्ट होनी जे चाहिए ये सेल्फी नहीं पारे बहुत मजा मजा सेल्फी आपण मैंने नहीं पारे। तापर देखो भितर को प्रवेश करवा। भीतर को प्रवेश करू करू प्रथम आपको नजर आसो एटा को देखु केते रॉकिंग टू एटारे बसिले तो बहुत मजा आसो। देखु आगरे बसिले तो बहुत मजा आसो किंतु मझिरे बसिले किसी मजा आसोनी। फाइनाली आम बसिक बहुत मजा कलु बसिक तो मजा पूरा आसीगला किंतु खरा बहुत होता फिर भी बहुत मजा आसीगला। माने एबे हमें सेपटो एक्टिविटी गोटे करके आसछु एबे आसछु ओइ विल स्टार्ट टू जोंटा प्राय पिला माने करूछन्ते देखा गंते काम करूछन्ते भितरे तो पिला माने एक्टिविटी करूछन्ते भितरे केते सुंदर केते बढ़िया देखा जाउची पिला माने एमाने मध्ये पिला मध्ये शामिल हो जाइछन्ते। देखंतु देखंतु सांग माने एबे हमें बस जाइछु। देखंतु ड्राइवर अछन्ते ड्राइविंग करिया भाई कंत स्टार्ट हेनी और समस्त भी बस गलेनी। देखंतु एबे शुरू स्टार्ट हो गला। देखंतु पकोड़ा पैंडल करे नहीं मिसा हेलो 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 एटा कोनटा जे देखिला को तो डर लागो। प्रभु हाय भगवान लोक माने केमते बसी छंती देखिबा चलंतु आम माने भी करबो। देखंतु एमाने दी जण पूरा आगरे सब जिंस करिया पय आगरे साले भिने दी जण आगरे दौड़ी छंती मो पछरे अछि। चलंतु देखिबा एथिरे देखिला को तो मते डर लागो किंतु बसी के केमते लागो देखिबा केमती लगुच। देखो समस्त दौड़ी छंती एटा को बसिया पई एटा हो जो यार टिकट काउंटर माने जो माने बैग वगैरह रखी जंती से माने एठारे रखी की एटा को बसिया को जाई परिवे। देखंतु दी जण आगे बसी जाई छंती केमती लागुच एबे हम भीतर बसी जाईछु। देखंतु बहुत मजा आसु लेकिन बहुत गरम भी होइछि खरा तो बहुत खंड सांग माने पूरा गरम रे फेस रा हालत पूरा खराब हो जाइछि पूरा। चलंतु कपड़ा चेंज करके बुलवा एंजॉय करवा को। फाइनली आमने चेंज करके आसी जाइछु एठा को। हेलो हेलो आसु आसु लोक मैंने एमती कौन पाए मजा करना यहाँ को छिड़ा होती भाविली। तापर भाविली लोक मैंने ये छिड़ा होती ऊपर पानी बकेट पड़ो से छिड़ा होती। देखा चलतु केमिति एक्सपीरियंस हो पानी बकेट सहित। देखंतु बहुत सारा लोक अच्छा मजा कर।
ଦେଖନ୍ତୁ ସାଙ୍ଗମାନେ ସେତେବେଳେ କହିଦେଲା ଏଠାରେ ଲୋକମାନେ କ'ଣ ପାଇଁ ଛିଡ଼ା ହେଇଛନ୍ତି। ଦେଖନ୍ତୁ କ'ଣ ପାଇଁ ଛିଡ଼ା ହେଇଛନ୍ତି ମୁଁ ଆପଣମାନଙ୍କୁ ଦେଖାଉଛି। ବକେଟଟା ଫୁଲ୍ ହେଉଛି ନା, ଦେଖନ୍ତୁ ତଳେ କେତେ ସାରା ଲୋକ ଛିଡ଼ା ହେଇଛନ୍ତି। ଏଇ ପଡ଼ିଲା ପା, ଦେଖନ୍ତୁ କେତେ ସାରା ପାଣି ପଡ଼ିଲା, ବହୁତ ମଜା ଆସିଲା। ଦେଖନ୍ତୁ ଲୋକମାନେ ବହୁତ ମଜା କରୁଛନ୍ତି। ଗାଧୋଇ ଗାଧୋଇ 3 ଜଣଙ୍କୁ ଭୋକ ଲାଗିଲା, ଶୀଘ୍ର ଯାଇକି ଫ୍ରେଞ୍ଚ ଫ୍ରାଇ ଅର୍ଡର କଲୁ। ଏଟା ଫ୍ରେଞ୍ଚ ଫ୍ରାଇଠୁ କମ ଆଳୁ ଭଜା ଲାଗୁଥିଲା, ବଟ୍ ଭୋକ ଲାଗିଥିଲା ନା, କାମ ଚଳେଇଦେଲି। ଦେଖନ୍ତୁ ଭଉଣୀ କେମିତି ତଳେ ବସିକି ଖାଉଛି। 3 ଜଣ ମିଶିକି ବସିକି ଖାଇଲୁ। ତାପରେ ଆସିଛୁ ଆଉ ଗୋଟେ ଜାଗାକୁ। ପେଟ ପୂଜା କରି 3 ଜଣ ବାହାରିଲୁ ଆଉ ଟିକେ ମଜାମସ୍ତି କରିବାକୁ। ମଜାମସ୍ତି କରିବା ଭାବିଲୁ 3 ଜଣ ବସି ଡିସ୍କସ୍ କରି। ପାଣିରେ ସମସ୍ତେ ଖେଳୁଛନ୍ତି, ସାୱାର ଭଳିଆ ଉପରେ ପଡୁଛି, ବାଜା ବାଜୁଛି। ଚାଲ ଦେଖିବା। ବଟ୍ ଏଇଟାକୁ ଆସିବାକୁ ପଡ଼ିଲେ ଆପଣମାନଙ୍କୁ 100 ଟଙ୍କା ଏକ୍ସଟ୍ରା ଚାର୍ଜେସ୍ ଦେବାକୁ ପଡ଼ିବ। ଦେଖନ୍ତୁ 100 ଟଙ୍କାରେ ତ ବହୁତ ଭଲ। ଦେଖନ୍ତୁ କେତେ ସୁନ୍ଦର, କେତେ ସାରା ଲୋକ ଖେଳୁଛନ୍ତି ପାଣିରେ, ଆଉ ଗୀତ ବି ବାଜୁଛି, ବାଜା ବି ବାଜୁଛି, ଉପରୁ ସାୱାର ହଉଛୁ। ଦେଖନ୍ତୁ ସାଙ୍ଗମାନେ, ୟା ଭିତରେ କପଡ଼ା ରଖିବାର ଲକର ସିଷ୍ଟମ ମଧ୍ୟ ଅଛି। ଦେଖନ୍ତୁ ଲକର ସିଷ୍ଟମରେ ଏଠାରେ ଆପଣମାନଙ୍କୁ ଏକ୍ସଟ୍ରା ଚାର୍ଜେସ୍ ଦେବାକୁ ପଡ଼ିବ, ଯୋଉଟା 200 ଟଙ୍କା। ଦେଖନ୍ତୁ ୟା ଭିତରେ ବି ଯାଇକି ବହୁତ ମଜା ଆସିବ। ଆପଣ ଯାଇପାରିବେ नो କଷ୍ଟରେ। ସାଙ୍ଗମାନେ ପାଣିରେ ତ ଭିଜିକି ବି ବହୁତ ମଜା ଆସିଗଲା। ଚାଲନ୍ତୁ ତା ସହିତ କିଛି ଆଡଭେଞ୍ଚର ଆକ୍ଟିଭିଟି କରିବା, ତାର ବି ତ ମଜା ନେବାର ଅଛି। ହ୍ୟାଲୋ ହ୍ୟାଲୋ, ଏଇଟା ଦେଖିକି ତ ମତେ ବହୁତ ଡର ଲାଗିଲା। ନାଇଁ ନାଇଁ, ଏଥିରେ ବସିବିନି। ଚାଲନ୍ତୁ ତ କେତେ ଉପରୁ ପକେଇଦବ, ବଟ୍ ବସିକି ତ ବହୁତ ମଜା ଆସିଗଲା। ୱାଉ କେତେ ସୁନ୍ଦର, ବସିକି ତ ବହୁତ ମଜା ଆସିଗଲା। এই আক্টিভিটিটা কেমতি লাগুଛି এটা ଦେଖିକି? କରିବାକୁ ଇଚ୍ଛା ହଉଛି ନା? ଆଉ ତତେ? ଆଚ୍ଛା ଚାଲନ୍ତୁ ଦେଖିବା କେମିତି ଲାଗୁଛି କରିକି, ଆମକୁ କେମିତି ଏକ୍ସପିରିଏନ୍ସ ରହୁଛି ଆମର। ଦେଖିକି ତ ବହୁତ ଭଲ ଲାଗୁଛି। ସାଙ୍ଗମାନେ ଦୂରରୁ ନଜର ଆଇଲା ଅମ୍ବ୍ରେଲା ଭଳିଆ ହାଉସ୍, ବଟ୍ ଏଇଟା ଅମ୍ବ୍ରେଲା ହାଉସ୍ ନଥିଲା, ଏଇଟା ସାଲାଲାୟା ଥିଲା। କାରଣ ଏଥିରେ ଦେଖନ୍ତୁ କେତେ ସୁନ୍ଦର ପାଣି ପଡୁଛି ସାୱାର ଭଳିଆ। ଲୋକମାନେ ଏଇଠି ବି ବହୁତ ମଜା କରୁଛନ୍ତି। ଏଇଟା ହଉଛି ସ୍ଲାବ ପୁଲ୍। ଦେଖନ୍ତୁ ସମସ୍ତେ ବହୁତ ମସ୍ତି କରୁଛନ୍ତି। ଆଉ ଛୋଟ ପୁଲଟା ପାଣିର କେମିତି ଲୋକମାନେ ମସ୍ତି କରୁଛନ୍ତି। ଦେଖନ୍ତୁ ସାଙ୍ଗମାନେ ଏତେ ବଡ଼ ଲାଇନରେ କ'ଣ ପାଇଁ ଛିଡ଼ା ହେଇଛନ୍ତି ଦେଖିବା। ଚାଲନ୍ତୁ, ଆମେମାନେ ବି ଲାଇନରେ ଛିଡ଼ା ହେଇଥିଲୁ,
ଦେଖନ୍ତୁ ସାଙ୍ଗମାନେ ଏଇଟା ଏଇ ଆକ୍ଟିଭିଟିଟା କରିବା ପାଇଁ ସମସ୍ତେ ଏତେ ବଡ଼ ଲାଇନ୍ ଦେଇକି ଆସିଛନ୍ତି। ଦେଖନ୍ତୁ ବସିକି ବହୁତ ଡର ଲାଗିଲା ଏଥିରେ, ବଟ୍ ବହୁତ ମଜା ମଧ୍ୟ ଆସିଗଲା। ସାମ୍ନାରେ ଖାଇବା ଦୋକାନ, ଏଥିରେ ସବୁକିଛି ଚାଉମିନଠୁ ଷ୍ଟାର୍ଟ କରିକି ମୋମୋଜଠୁ ସବୁକିଛି ଅଛି। ତାପରେ ଏଇଠି ପାଖରେ ଦେଖନ୍ତୁ ଏଇଟା ଟ୍ରେନ୍ ଭଳିଆ, ଛୋଟିଆ ଟ୍ରେନ୍ ଭଳିଆ ହେଇଛି। ଏଥିରେ ବି ଆପଣମାନେ ସେଇଠି କରିପାରିବେ। ଦେଖନ୍ତୁ ସବୁ ଆକ୍ଟିଭିଟି କରୁ କରୁ ଇଚ୍ଛା ହେଲା ଜଙ୍ଗଲ ସଫାରି ଟିକେ କରିବୁ, ମତଲବ ଜଙ୍ଗଲରେ ଜୀବଜନ୍ତୁ ବି ଦେଖିବାର ଅଛି ନା, କଣ କଣ ଜୀବଜନ୍ତୁ ଅଛି ଚାଲନ୍ତୁ ଦେଖିବା। ଦେଖନ୍ତୁ ଏବେ ଆମର ଜଙ୍ଗଲ ସଫାରିକୁ ନେବା ପାଇଁ ଜିପ୍ ଆସିଗଲା, ଚାଲନ୍ତୁ ବସିବା ଜିପରେ ଆଉ ଜଙ୍ଗଲରେ କଣ କଣ ଅଛି ସେଇଟା ବି ଦେଖିବାର ଅଛି। 3 ଜଣ ବସିକି ଭାବୁଥିଲୁ ଜଙ୍ଗଲରେ ବାଘ ଆସିକି କାହିଁ ଆମକୁ ନେଇ ନ ଯାଉ, ବଟ୍ ଏତେ କମ ଜଙ୍ଗଲରେ କୋଉଠୁ ବାଘ ଆସିବ, ଯଦି ଆସିଗଲା ଡର ବି ଲାଗିବ ନା। ଚାଲନ୍ତୁ ଦେଖିବା ଜଙ୍ଗଲରେ କଣ କଣ ଅଛି। କଣ ଜୀବଜନ୍ତୁ କିଛି ଦେଖା ଯାଉନାହାନ୍ତି, ବୋଧେ ଶୋଇ ଯାଇଛନ୍ତି ଗରମରେ। ଦେଖନ୍ତୁ ରାସ୍ତାରେ ଦେଖିବାକୁ ମିଳିଲା ଏଇଟା ହଉଛୁ କୁମ୍ଭୀର, ବଟ୍ କୁମ୍ଭୀରଟା ଟିକେ ଘାଇଲା ଅଛି ତ ସେଇଥିପାଇଁ ସେ ଆଟାକ୍ କରିପାରିଲାନି, ଆଉ ଶୁଖିଲାରେ ଅଛି ତ ଟିକେ ଘାଇଲା ହେଇକି ଅଛି, ସେଇଥିପାଇଁ ଟିକେ ଆଟାକ୍ କରିପାରିଲାନି। ଦୂରରୁ ଆମକୁ ଦେଖିବାକୁ ମିଳିଲା ଏଇଟାକୁ କଣ କୁହନ୍ତି ହିପୋପଟାମସ୍, ଶାୟଦ ହିପୋପଟାମସ୍, ହଁ ହିପୋପଟାମସ୍। ଦେଖନ୍ତୁ କେତେ ବଡ ହିପୋପଟାମସ୍ ଟା। ନାଇଁ ନାଇଁ ଆମ ଉପରକୁ ଆସିବନି, ସେ ଆମମାନଙ୍କୁ ଦେଖୁଛି, ସେ କହୁଛି ବା ମୋ ସହିତ ସେଲ୍ଫି ନିଅ ଆପଣ ମାନେ, ବଟ୍ ଆମମାନେ ପଳେଇ ଆସିଲୁ ଆଉ ତା ସହିତ ଦେଖା କରିକି। ଚାଲନ୍ତୁ ଦେଖିବା ଆଗରେ ଦେଖାଯାଉଛି ଗଛର ଲୋକମାନେ କଣ ପାଇଁ ଚଢିକି ଅଛନ୍ତି। ଦେଖନ୍ତୁ ଜଙ୍ଗଲି ଭିଡିଓ ମଧ୍ୟ ଛିଡା ହେଇଛନ୍ତି ଆଉ ଗଣ୍ଡା ମଧ୍ୟ ଛିଡା ହେଇଛି, ଓହ୍ଲେଇବନି ଥାଉ ତା ଉପରେ। ସେ ସବୁକୁ ଦେଖି ନଜର ପଡିଲା ଖେଜୁରୀ ଗଛ, ସ୍ୱାମୀ ମତେ କହିଲେ ଏଇଟା ଖେଜୁରୀ ଗଛ, ଖେଜୁରୀ ନେଇ ଏଇଠି ଭାବୁଛି ବିକ୍ରି କରିବି ଆଉ। ଦେଖନ୍ତୁ ଦୂରରୁ ଦେଖାଯାଉଛି ଏଇଟା ଜିରାଫ, ହଁ ଏଇଟା ଜିରାଫ, ବଟ୍ ପାଖରେ ଜେବ୍ରା ମଧ୍ୟ ଛିଡା ହେଇଛି। ଦେଖନ୍ତୁ ସେମାନେ ମଧ୍ୟ ଆମ ମାନଙ୍କୁ ୱେଲକମ କରୁଛନ୍ତି। ବଟ୍ ଜଙ୍ଗଲ ସଫାରି ତ ବହୁତ ମଜା ଆସିଗଲା ଆମ 3 ଜଣଙ୍କୁ। ଆପଣ ମାନଙ୍କୁ କେମିତି ଲାଗିଲା ପ୍ଲିଜ କମେଣ୍ଟ କରିକି ନିଶ୍ଚିନ୍ତ ଜଣାଇବେ। ଦେଖନ୍ତୁ ସାଙ୍ଗମାନେ ସବୁ କିଛି କରିକି ଆମେ ମାନେ ଭାବିଲୁ ଆକାଶରେ ଉଡିବାକୁ ଯିବୁ, ଆକାଶରେ ଉଡିବାକୁ ହେଲେ ତ ହେଲିକପ୍ଟର କିମ୍ବା ଉଡାଜାହାଜ ଦରକାର, ବଟ୍ ନାଇଁ ଏଇଥିରେ ଆମେ ବି ଆକାଶରେ ଉଡିବୁ। ଦେଖନ୍ତୁ କେମିତି ଆମେ ଆକାଶରେ ଉଡୁଛୁ, ବଟ୍ ବହୁତ ମଜା ଆସୁଛି ଆକାଶରେ ଉଡିକି। ୱାଓ କେତେ ସୁନ୍ଦର, ଶୋଇକି ଆମେ ଆକାଶରେ ଉଡୁଛୁ। 3 ଜଣଙ୍କୁ ତ ବହୁତ ମଜା ଆସିଗଲା। ନାଇଁ ନାଇଁ ଆକାଶରେ ଉଡିକି ତ ବହୁତ ମଜା ଆସିଲା, ବଟ୍ ମତେ ଇଚ୍ଛା ହେଲା ଟିକେ ହେଲିକପ୍ଟରରେ ବସିବାକୁ। ଶୋଇକି ତ ବହୁତ ଉଡିଲି, ଏବେ ହେଲିକପ୍ଟରରେ ବସିକି ଉଡିବି। ଦେଖନ୍ତୁ ସାଙ୍ଗମାନେ ଏଇଟା ବହୁତ ସୁନ୍ଦର ହେଇଛି, ହେଲିକପ୍ଟରରେ ବସିକି ଆମମାନେ ତ ଉଡୁଛୁ। ଆପଣ ମାନଙ୍କୁ ଯଦି ଆସିବାକୁ ଇଚ୍ଛା ହଉଛି ପ୍ଲିଜ ଆପଣ ମାନେ ଏଠାକୁ ଆସନ୍ତୁ ଆଉ ପିଲାମାନଙ୍କୁ ନେଇକି ପ୍ଲିଜ ଆସନ୍ତୁ, କାରଣ ପିଲାମାନଙ୍କ ପାଇଁ ବହୁତ ଭଲ ଭଲ ଆକ୍ଟିଭିଟି ଅଛି। ଏଇଟା ବି ଆପଣ ମାନଙ୍କର ପିଲାମାନେ ବସିଲେ ବହୁତ ମଜା ଆସିଯିବ। ଯାଉଛି ମଜା ଯାଉଛି
ଆକାଶରେ ଉଡ଼ି ଉଡ଼ିକି ଆଉ ଭଲ ଲାଗିଲାନି, ସେଇଥିପାଇଁ ଭାବିଲୁ ଟିକେ ବାହାରେ ଚାଲି ଆସିବୁ। ଦେଖନ୍ତୁ ଏଇଟା କଣଟା ଯେ କେତେ ବଡ଼ ଟ୍ରେନଟା, କେତେ ସାରା ଦୋକାନ। ଦେଖନ୍ତୁ ବାହାରରେ ତ ବହୁତ ଭଲ ଭିଉ ଅଛି। ଇଭିନିଂ ଟାଇମରେ ବହୁତ ଭଲ ଲାଗୁଛି, ବହୁତ ମଜା ବି ଆସୁଛି। ବାହାରର ଭିଉ ଦେଖି ତ ବହୁତ ମଜା ଆସିଲା। 3 ଜଣ ବସିକି ଭାବିଲୁ ଚାଲ ଟିକେ ବୋଟିଂ କରିବା। ବୋଟିଂରେ ଦେଖନ୍ତୁ କେତେ ସୁନ୍ଦର ଭିଉ ଆସୁଛି। ଆଉ ଗରମରେ ବୋଟିଂ କରିବାକୁ ତ ବହୁତ ମଜା ଆସିଯାଏ। ଆଉ ବଟ୍ ବୋଟିଂ କରିବାକୁ ପଡ଼ିଲେ ଆପଣମାନଙ୍କୁ ଏକ୍ସଟ୍ରା ଚାର୍ଜେସ୍ କରିବାକୁ ପଡ଼ିବ, ଯାହାର ଚାର୍ଜେସ୍ 100 ଟଙ୍କା ଥିଲା। ଆପଣମାନେ ଚାହିଁଲେ ଫ୍ୟାମିଲି ସହିତ ବୋଟିଂ କରିପାରିବେ। ଆଉ ବୋଟିଂର ଭିଉଟା ବହୁତ ମଜା ଆସିଲା। ସାଙ୍ଗମାନେ, ରୋହିଣୀ ଆଡଭେଞ୍ଚର ପାର୍କ ଆପଣମାନଙ୍କୁ କେମିତି ଲାଗିଲା? ଯଦି ଆପଣମାନଙ୍କୁ ଭଲ ଲାଗିଛି ପ୍ଲିଜ ଭିଡ଼ିଓଟାକୁ ଲାଇକ୍ କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ, ଆଉ ମୋତେ ବହୁତ ସାରା ଭଲ ପାଇବା ଦିଅନ୍ତୁ। ଆଉ ଆପଣମାନେ ସମସ୍ତେ ଭଲରେ ଥାଆନ୍ତୁ। ବାଏ, ଟେକ୍ କେୟାର ଅଲ୍ ଅଫ୍ ୟୁ।